ଆସିଛି ପାର୍ବଣର ଋତୁ। ଗୋଟାଏ ପରେ ଗୋଟାଏ ଦେବାଦେବୀଙ୍କ ପୂଜା ଅନୁଷ୍ଠିତ ହେଉଛି। ଅଗ୍ରେ ପୂଜ୍ୟ ଗଜାନନଙ୍କ ପରେ ମା ଦୁର୍ଗାଙ୍କ ପୂଜା, ତାପରେ ଅନ୍ନଦାତ୍ରୀ ମା ଲକ୍ଷ୍ମୀଙ୍କ ପୂଜା ଭଞ୍ଜନଗର ସହର ବିଭିନ୍ନ ସ୍ଥାନରେ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି। ଭଞ୍ଜନଗର ଉପଖଣ୍ଡ ବାଉଁଶଲୁଣ୍ଡି ଗ୍ରାମଠାରେ 18ତମ ଗଜଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। 9 ଦିନ ବ୍ୟାପୀ ଏହି ପୂଜାରେ ପ୍ରତ୍ୟେକ ଦିନ ଘୃତ ଯଜ୍ଞ ଅନୁଷ୍ଠିତ ହେଉଛି। ଏହା ସହ ଦୀପଦାନ, କାନିକା ଭୋଗ, କାକରା ଭୋଗ ସହ ରବିବାର ଦିନ ସାମୂହିକ ମହାଅନ୍ନ ପ୍ରସାଦ ଭୋଜନ ଅନୁଷ୍ଠିତ ହେବ। ଭଞ୍ଜନଗର ସହର ଖଲାସାହି ବସଷ୍ଟାଣ୍ଡ, ଆରଏମସି ପାତ୍ର କଲୋନୀ, ତୁଳସୀପଲ୍ଲୀ, ଅଗଝୋଳ ଗ୍ରାମ ପ୍ରଭୃତି ସ୍ଥାନରେ ମା ଲକ୍ଷ୍ମୀଙ୍କ ପୂଜା ଅନୁଷ୍ଠିତ ହୋଇଛି। ଏହି ପୂଜା ଅବସରରେ ବିଭିନ୍ନ ପୂଜା କମିଟି ତରଫରୁ ଆକର୍ଷଣୀୟ ସାଜସଜ୍ଜା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ପୂଜା ଅବସରରେ ବହୁ ଭକ୍ତଙ୍କ ସମାଗମ ହେବା ସହ ଭଞ୍ଜନଗର ସହର ଉତ୍ସବମୁଖର ହୋଇପଡ଼ିଛି। ଭଞ୍ଜନଗର ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ୍।